ତେବେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଆଗାମୀ 24 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଗତକାଲି ସନ୍ଧ୍ୟା 5:30ଟାରେ ଭାରତ ମୁହାଁ ହେବାର ସମ୍ଭାବନା ରହିଛି। ତେବେ କେଉଁ ସହରରେ କେତେ ବର୍ଷା ହେବ, ଆପଣଙ୍କ ସହରରେ କିମ୍ବା ଗାଁରେ କେଉଁ ରଙ୍ଗର ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ କେନ୍ଦ୍ର, ଆଉ କେଉଁ ତାରିଖଠୁ ଆରମ୍ଭ ହୋଇ କେତେ ତାରିଖ ପର୍ଯ୍ୟନ୍ତ ରହିବ, ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ଓଡ଼ିଶା ଖବରକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଫଳରେ ଏମିତି ପାଣିପାଗର ଅପଡେଟ୍ ପାଇପାରିବେ ଏବଂ ସତର୍କ ମଧ୍ୟ ହୋଇପାରିବେ। ତେବେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଆଗାମୀ 24 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଗତକାଲି ସନ୍ଧ୍ୟା 5:30ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଶୀତ ସାଙ୍ଗକୁ କୋହଲା ପବନ ତା ସାଙ୍ଗକୁ କୁହୁଡ଼ି ଲୋକମାନଙ୍କୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତିର ତାପମାତ୍ରା ପ୍ରାୟ 3 ଡିଗ୍ରୀ ଯାଏଁ କମିବାର ସମ୍ଭାବନା ରହିଛି। ପରବର୍ତ୍ତୀ 3 ଦିନରେ ସର୍ବନିମ୍ନ ତାପମାତ୍ରା ପୁଣି 2 ଦିନ ବଢ଼ିବ। ମକର ସଂକ୍ରାନ୍ତି ଯାଏଁ ଏହା ଅପରିବର୍ତ୍ତୀ ରହିବ। ତେବେ 10 ତାରିଖରେ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଭାବେ କମିବାର ସମ୍ଭାବନା ରହିଛି। 11 ତାରିଖରେ ପୁଣି ଲେଉଟିବ ଶୀତ। ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଜଗତସିଂହପୁର, ଗଜପତି, ଖୋର୍ଦ୍ଧା, ପୁରୀ ଓ କଟକରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। 10ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ସେହିପରି ଆସନ୍ତାକାଲି ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, କଟକ ଓ ଢେଙ୍କାନାଳ ଏହି 6ଟି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର।